नमस्कार जय आरसीएम। जय आरसीएम। सुप्रभात। बहुत बहुत सुप्रभात। धन्यवाद। आज गोटे नुआ सकाळे आमे नुआ चिंताधारा धरिकी आगକୁ आमे बढ़िचे। आज गुरुकुल बहुत भल डिस्कशन आज हेतला। आउ ये जो प्रोग्राम हमर रिवीजन ऑफ गुरुकुल आमे करथिले आज टीसीजी तार गोटे नुआ ना हमको दे दे गले जे गुरुकुल शाखा। तो ये गुरुकुल शाखा तो ऑलरेडी आमे करूचे। ତ ये गुरुकुल शाखा माध्यम रे आमे जहाँ जहाँ गुरुकुल ले आमे शिखिले तो सेई शिक्षा को एठी आमे निजे प्रैक्टिस करिया। आउ जहाँ जहाँ एठी कुहा जाउची तो ताकू पालन करिया। सबुठु बड़ कथा जे गुरुकुल र शिक्षा को यदि आमे तुरंत ताको कामरे आनिचे ताले तार रिजल्ट भी हमको देखा हबो। यदि कामरे न आनुचे ताले रिजल्ट आसीबो नाही। तो ସେଥିଲାଗି ଆଜି ସାର୍ ବି ବହୁତ ବଢିଆ ବଢିଆ କଥା କହିଲେ ଯେ ଯେମିତି କି ନୋଟ କରିବା ନିହାତି ଦରକାର। ବହୁତ ସାରା କଥା ଆମେ ଭୁଲି ଯାଉଛେ। ଆମେ ଭାବୁଛେ ଯେ ଏଇ ସବୁ କଥା ଡିସ୍କସନ ଯାହା ହେଲା ଏଇଟା କରିବା ନିହାତି ଦରକାର, କିନ୍ତୁ ସେଇ ସମୟ ପରେ ଆମେ ତାକୁ ଭୁଲି ଯାଉଛେ। ନୋଟ କରିବା କୋଉଟା ନୋଟ ଯଦି ଆମେ 50ଟା ଲିଷ୍ଟ କରିଥିବା ତାଟା କୋଉଟା ଇମ୍ପୋର୍ଟାଣ୍ଟ ଅଛି କୋଉଟା ଇମ୍ପୋର୍ଟାଣ୍ଟ ନାହିଁ ତା ଦେହରୁ ଆମେ ସ୍କ୍ରୁଟିନାଇଜ କରିକି ପକେଟ ଡାଏରୀ କରିବା ଆଉ ପକେଟ ଡାଏରୀକୁ ବାରମ୍ବାର ଦେଖିବା। ତ ମୁଁ ବି ପକେଟ ଡାଏରୀ କରେ, କିନ୍ତୁ ଗୋଟେ କଥା ମୁଁ ବି ଭୁଲି ଯାଏ ଯେ ତାକୁ ବାରମ୍ବାର ଦେଖିବା। ତ ବାରମ୍ବାର ଦେଖିବା ଦ୍ୱାରା ହିଁ ବହୁତ ସାରା କଥା ମୁଁ ରାତିରେ ଯେତେବେଳେ ଆସି ଦେଖାରେ ଏତିକି ଗୁଡେ କାମ ଥିଲା ତ ମୁଁ ଏତିକି ଗୁଡେ ଛାଡ଼ିଦେଲି, ଏଇଟା ତ କରିପାରିଥାନ୍ତି ସେଇ ସମୟରେ ଫାଙ୍କା ଥିଲା, କିନ୍ତୁ ମୁଁ ସେଟାକୁ ବାରମ୍ବାର ଦେଖେନି। କିନ୍ତୁ ଆଜିଠୁ ସଂକଳ୍ପ ନେଲି ଯେ ମୁଁ ସେଟାକୁ ବାରମ୍ବାର ବାରମ୍ବାର ଦେଖିବି, କାରଣ ଏଇଟା ଏଇଟା କରିବା ଦ୍ୱାରା ଏୟା ଏୟା ହେଇ ହୁଏ। ଏଇଟା ହଉଛି ଗୋଟେ ବହୁତ ବଡ କଥା। ଆଉ ଦ୍ୱିତୀୟ କଥା ଯେ ଯେତେ ଗୁଡେ ଟପିକ ଉପରେ ଆଜି ଡିସ୍କସନ କଲେ, ଯେମିତି 15 ଦିନ ଭିତରେ ଯଦି ଆମେ ଜଳ ସଞ୍ଚୟ ଉପରେ ପ୍ରଚାର ପ୍ରସାର ନ କରିବା ତାହେଲେ ଜଳ ସଞ୍ଚୟ ଆମର କୌଣସି କାମରେ ଆସିବ ନାହିଁ। କାହିଁକି ନା ଜଳ ସଞ୍ଚୟ ଗୋଟେ ଏମିତି ଗୋଟେ ଜିନିଷ ଯୋଉ ଜିନିଷଟା କି ଆମେ ମାଟି ତଳେ ଦବା ଦରକାର। ତ ଫସଲ ଲାଗି ସାରିଲା ପରେ ଆମର କିଛି କାମରେ ଲାଗିବନି। ସେଥିଲାଗି ଜଳ ସଞ୍ଚୟ ଉପରେ ଏବେ ପ୍ରାୟୋରିଟିରେ 1 ନମ୍ବରରେ ରଖିବା ନିହାତି ଦରକାର, କାରଣ ଇଏ 15 ଦିନ ଏବେ ସବୁ ବିଭିନ୍ନ ପ୍ରକାରର ଫସଲ ଲାଗିଯିବ। ଆଳୁ ଫସଲ କି କୋବି ଏସବୁ ଲାଗିଯିବ, ତ ଶୀଘ୍ର ତାକୁ କରିବା ନିହାତି ଜରୁରୀ। ଦ୍ୱିତୀୟ କଥା ଯେ କାଲି 11 ତାରିଖ ଆମର ୱେବସାଇଟରେ ଯୋଉ ନୂଆ ୱେବସାଇଟ ଅପଡେଟ ହବ, ତ ସେଥିଲାଗି ଆଜି ଆମର ଟିମରେ ସମସ୍ତଙ୍କୁ ପରଚେଜ କରିବା ନିହାତି ଜରୁରୀ। ବିଶେଷ କରି ଯେ ଯୋଉମାନେ ନୂଆ ପରଚେଜ କରିଛନ୍ତି, ନୂଆ ଜଏନିଂ କରିଛନ୍ତି, ତ ତାଙ୍କ ତଳେ ଜଏନିଂ ଆଉ ହେଇପାରିବନି। ତ ସେଥିଲାଗି କଣ କରାହେଇଛି ନା ଆଜି ତାଙ୍କୁ ପରଚେଜ କରାଇବା ନିହାତି ଜରୁରୀ, ତାକି କାଲି ସକାଳୁ ତାଙ୍କ ତଳେ ଆଉ ଜଏନିଂ ହେଇପାରିବ ନାହିଁ। ତ ଯଦି ଜଏନିଂ ର ବି ଅପସନ ଦଉଥିବ, ଗୋଟେ ଅପସନ ଦଉଥିବ ଗୋଟେ ଅପସନ ଦଉନଥିବ, ଯଦି ଜଏନିଂ ର ଅପସନ ଦଉଥିବ ନୂଆ ଲୋକଙ୍କୁ ଆମେ ଜଏନିଂ ବି କରିପାରିବାନି। ତ ସେଥିଲାଗି ଜଏନିଂ ପରଚେଜ କରିବା ନିହାତି ଜରୁରୀ। ତା ଛଡା ଆଜି 10 ତାରିଖ ଆମେ ଯେମିତି ଡିସ୍କସନ କରିଥିଲେ ଯେ ଆମର ପୁରୁଣା ପରଚେଜ ଯେତିକି ଅଛନ୍ତି, ତ ଆଜି ତା ଭିତରେ ଆଜି ସମସ୍ତଙ୍କୁ ପରଚେଜ କରେଇବା ନିହାତି ଜରୁରୀ। ଆଉ ଅନଲାଇନ ଉପରେ ବି ବହୁତ ବଢିଆ କଥା କୁହାଗଲା ଯେ ଅନଲାଇନ ପରଚେଜ କରିବା। ବହୁତ ସାରା କାଉଣ୍ଟରକୁ ଆମେ ଯେତେବେଳେ ଯାଉଛେ, ହଁ ନା, ଆମେ ପିକଅପ୍ ସେଣ୍ଟରକୁ ସେବା କେନ୍ଦ୍ର ବୋଲି ବି କହୁଛେ। ତ ବହୁତ ସାରା ସେବା କେନ୍ଦ୍ରକୁ ଆମେ ଯେତେବେଳେ ଯାଉଛେ, ତ ସେତେବେଳେ ଆମେ ସେଠି ଦେଖୁଛେ ଯେ ବହୁତ ସାରା ପ୍ରଡକ୍ଟ ନାହିଁ। ନନ୍ ଏଫଏମସିଜି ପ୍ରଡକ୍ଟ ଆମେ ହେଡ୍ ଅଫିସରୁ ବି ଅନଲାଇନରେ ଆମେ ମଗେଇ ବି ପାରିବା। ସେଇଟା ପ୍ରାୟୋରିଟିରେ 1 ନମ୍ବରରେ ରଖିବା ଦରକାର। ଯଦି ଟିମକୁ ଆମେ ଶିଖେଇ ଦେଇଥିବା ତାହେଲେ ସବୁ କିଛି କାମ ହେଇପାରିବ। ମୁଁ ତ ଏଇଠି କହୁଛି ଯେ ସବୁ କାମ ଯଦି ଆମେ ନିଜେ କରିଦବା ତାହେଲେ ଆମ ଟିମକୁ ଶିଖେଇବା କଣ। ଆଉ ପରିଶ୍ରମ ଯଦି ଆମେ ଏକା କରିବା, ଆମ ପିଲାମାନଙ୍କୁ ଠିକ ଭାବରେ ଆମେ ସାଂସାରିକ ଜୀବନ କଥା କହୁଛି, ଯଦି ପିଲାମାନଙ୍କୁ କୌଣସି କାମ ନ ଶିଖେଇକି ଆମେ ନିଜେ ନିଜେ ସବୁ କାମ କରିଦବା, ତ କାଲି ସକାଳୁ ପିଲାମାନେ ଯଦି ବି କୌଣସି କେସରେ ଆମେ ଘରେ ଆବସେଣ୍ଟ ରହିବା କି କୌଣସି କାମରେ ଆମେ କରିପାରିଲେନି, ତ ପିଲାମାନେ କରିବେ କଣ। ତ ଇଏ ହଉଛି ଗୋଟେ ବହୁତ ବଡ କଥା। ଆଉ ତା ଛଡା ଅ, ଆମେ ଯୋଉ ଡିସ୍କସନ ହେଇଥିଲା 100 ରେଜଲ୍ଟ ମିନ୍ସ ଆମେ ଯୋଉ ହେଲ୍ଥ ଚେକଅପ୍ କରିକି ହିମୋଗ୍ଲୋବିନ ଚେକଅପ୍ କରିକି ତାଙ୍କର ରିପୋର୍ଟ ରଖିବା ଆଉ ସେ ତା ଉପରେ କାମ କରିବା ନିହାତି ଜରୁରୀ।
କାରଣ ଗୋଟେ ଗୋଟେ ଟପିକ ଡିସ୍କସନ ହଉଛି ଗୁରୁକୁଳରେ, ଗୋଟେ ଗୋଟେ ଇଏ ହଉଛି, ଗୋଟେ ଆବିଷ୍କାର ହଉଛି ଗୁରୁକୁଳରେ ଗୋଟେ ଗୋଟେ ଜିନିଷ। ତ ସେଇ ଜିନିଷ ଡିସ୍କସନ ତ ହଉଛି, କିନ୍ତୁ ତାପରେ ଆମେ ତାକୁ ଭୁଲି ଯାଉଛେ। ତ ତାକୁ ଲେଖିବା ନିହାତି ଜରୁରୀ, ଫଲୋଅପ୍ କରିବା ନିହାତି ଜରୁରୀ, ଟର୍ମିନେଟ୍ ଆଇଡିକୁ ଆକ୍ଟିଭ କରିବା ନିହାତି ଜରୁରୀ। ତ ସେ ତ ଏଇସବୁ କାମକୁ ଆମେ କେମିତି କରିବା ତା ଉପରେ ନିହାତି ଆମେ ଜୋର ଲଗେଇବା ନିହାତି ଦରକାର। ଆଉ ପ୍ରପର ପ୍ଲାନିଂରେ କାମ କରିବା ନିହାତି ଦରକାର। ୱେଲକମ୍ ମିଟିଂ କରିବା ଲୋକଙ୍କୁ, ଯିଏ ଭଲ, ଆଉ ଯୋଉମାନେ ବି ଜଏନିଂ କରୁଛନ୍ତି ସେମାନଙ୍କୁ ପିକଅପ୍ ସେଣ୍ଟର ନେଇକି ଜଏନିଂ କରିବାଟା ବେଟର ହବ। କାରଣ ପରଚେଜ ଯଦି ଆମେ ତାଙ୍କୁ ନେଇକି ଗଲେ ସେଠିକି, ସେମାନେ ଦେଖିଲେ ତାଙ୍କର କଣ କଣ, ଆଉ ୱିଥ୍ ଫ୍ୟାମିଲି ଯଦି ନେଇକି ଗଲେ ତାହେଲେ ତ ସବୁଠୁ ବହୁତ ବଡ଼ କଥା। ଯାହାକୁ ବି ଜଏନିଂ କଲେ ତାଙ୍କ ଫ୍ୟାମିଲି ଆସିବେ, ତ ତାଙ୍କୁ କହିବେନି ଯେ ଆମେ 2,000 ଟଙ୍କାରେ କିଣିବାକୁ ପଡ଼ିବ। ତ ପରଚେଜ କରନ୍ତୁ, କେତିକି କଣ ଆପଣଙ୍କ ଘରେ ଦରକାର ହଉଛି କିଣନ୍ତୁ। ସେ କିଣୁ 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 ଦେଖିବେ କାହାର 3100 3200 ଏମିତି ବି ହେଇଯିବ। ତ ପରଚେଜ କରିସାରିଲା ପରେ ଜଏନିଂ କରିବାଟା ବେଟର ହେଇପାରିବ। ଏସବୁ ବହୁତ ସାରା କଥା ଆଜି ଡିସ୍କସନ ହେଲା, ଆଉ ଆପଣମାନେ ବି ଶୁଣିଥିବେ, ଆଉ ଡିଟେଲ୍ସ ବି ଆପଣ ୟୁଟ୍ୟୁବରେ ବି ଦେଖିପାରିବେ। ତ ଆଜି ଆମେ କଣ ଶିଖିଲେ? ତ ଆଜି ଆମେ ଷ୍ଟାର୍ଟ କରିବା କୋଉଠୁ? ଆରତୀୟ ପାଳନଠୁ ଷ୍ଟାର୍ଟ କରିବା। ଜୟ ଆସିଏମ୍। ମୁଁ ଆଜି ମିଟିଂ ଲଗଇନ୍ କରିଦେଇକିରି ଟିକେ ଡେରିରେ ଜଏନ୍ କଲି। ଆଉ ସେତେବେଳେ ଗୁରୁଜୀ କହୁଥିଲେ, ଗୁରୁଜୀ ଯୋଉ କଥା କହୁଥିଲେ 3 ଦିନ ଭିତରେ କଣ ସବୁ ଶିଖିଲେ ଆଉ କଣ କାମରେ ଲଗେଇଲେ, ତାଙ୍କର ମେନ୍ ଟପିକ୍ ହେଲା ଏଇଟା। ସେଇଟା ଉପରେ ସେ ଆନାଲାଇଜ କରୁଥିଲେ ଯେ କୋଉ ଲୋକ କଣ କହିବେ। ବହୁତ ଲୋକ ଅଲଗା ଅଲଗା କଥା କହିଲେ ସେ ରାଗି ଯାଉଛନ୍ତି ମଝିରେ, ସତ କଥା। ସେ ଯୋଉ ଟପିକ୍ କହୁଛନ୍ତି ଆମେ ତା ବିଷୟରେ ଆଲୋଚନା କରିବା। ଯେ 3 ଦିନ ଭିତରେ ପାୱାର ଡେସଅପ୍ ଉପରେ, ତାପରେ ଜଳ ସଞ୍ଚୟ ଉପରେ ଯୋଉ ଆଲୋଚନା ମଝିରେ ହେଇଥିଲା 3 ଦିନ ଭିତରେ ନୁହଁ ଆଗରୁ, ତା ବିଷୟରେ କଣ ସବୁ ତମେ ଗ୍ରୋ କଲ, ସେ ବିଷୟରେ ମିଟିଂ ଡାକିକି ଲୋକଙ୍କୁ କଣ ବୁଝେଇଲ, ଯୋଉଟା କି ଆମେ କିଛି କରିନୁ ଏପର୍ଯ୍ୟନ୍ତ ଜଳ ସଞ୍ଚୟ ଉପରେ। ଆମେ ସେଥିପାଇଁ କ୍ଷମା ମାଗୁଛୁ ଗୁରୁଜୀଙ୍କ ପାଖରେ ଯେ ଆମେ କିଛି କରିପାରିନୁ ଏପର୍ଯ୍ୟନ୍ତ। ଚାଷୀ ମାନଙ୍କୁ ବସେଇ ଯୋଉଟା କରିବା କଥା ଆମେ ସେଇଟା ତାପରେ ସେ କହିଲେ ଗୁରୁଜୀ ଯେ ମିଟିଂ କି ଯିବା ପୂର୍ବରୁ ନିଜେ କଣ ଗୋଟେ ପକେଟ ଡାଇରୀ ନେଇକି ଯିବ, ଆଉ ମିଟିଂ ଯିବା ପୂର୍ବରୁ ଯେତେ କଣ୍ଟାକ୍ଟ ଲିଷ୍ଟ ତାଙ୍କୁ ସବୁ 2 ଦିନ ଆଗରୁ ଫୋନ କରି ତାଙ୍କୁ ମିଟିଂ କି ଡାକିବ। ଆଉ ମିଟିଂ ଯୋଉ ଜାଗାରେ କରିବ ସେ ଜାଗା ପ୍ରପରଲି ଭାବରେ ଯେମିତି ଲୋକ ବସିପାରିବେ, ଲୋକ ଶୁଣିପାରିବେ, ଲୋକ ବସିବା ପାଇଁ ସୁବିଧା ଥିବ। ତାପରେ ମାନେ ଲୋକ ନିହାତି 30-40 ଜଣ ନ ବସିଲେ ସେ ମିଟିଂର କିଛି ମୂଲ୍ୟ ନାହିଁ, ମୋ କହିବା କଥା। ଗୁରୁଜୀ ଯାହା କହିଲେ, ଆଉ ଯେତେବେଳେ ମିଟିଂ ତମେ କରିବ ଡେଲି ତମେ ଲିଷ୍ଟ ବନେଇବ ଆଗ। ସେ ସବୁବେଳେ କହୁଛନ୍ତି ତମେ ଲିଷ୍ଟ ବନାଅ। ଯୋଉ ମିଟିଂ କରିବ, ମିଟିଂ ଆଗରୁ କେତେ ଜଣଙ୍କୁ ଡାକିବ ସେମାନଙ୍କୁ କଣ୍ଟାକ୍ଟ କରିବ ଆଗରୁ। ଆଉ ଖାଲି ମିଟିଂ ଡାକିଦେଲେ ହବ? ଆଉ ମିଟିଂରେ ଲୋକ ଯଦି ନ ବସିବେ, ଲୋକ ଯଦି ନ ଶୁଣିବେ, ଲୋକ ଶୁଣିଲେ ସିନା ପଜିଟିଭ ହେବେ, ଆଉ ଖାଲି ପ୍ରଡକ୍ଟ କିଣିବେ କଣ? ତାପରେ ଆମର ପ୍ରଥମ କାମ ହେଲା କାଲି 11 ତାରିଖ ବନ୍ଦ ହେଇଯିବ। ତେଣୁ ଆଜି 10 ତାରିଖ ମୋର ପ୍ରଥମ କାମ ହେଲା ଯୋଉମାନେ କିଣି ନାହାନ୍ତି, ଯୋଉମାନେ ପୁରୁଣା ମେମ୍ବର ବି, ତାଙ୍କୁ କେମିତି ପରଚେଜ କରିବେ, ଏଇ କାମଟା ହେଲା ମୋର ଆଜି। ଆଜି ଘର କାମ କରିସାରିକି ମୁଁ ଏସବୁ କାମ କରିବି। ଓକେ, ଥ୍ୟାଙ୍କ ୟୁ ଅପା। ସୁକାନ୍ତ ବାବୁ କୁହନ୍ତୁ। ସୁକାନ୍ତ ବାବୁ ଅନମ୍ୟୁଟ କରନ୍ତୁ। ଜମିର ସାର୍, ସମସ୍ତଙ୍କୁ ନମସ୍କାର। ସାର୍ ଆଜି ଟିକେ ମୁଁ ଟିକେ ଗୁରୁକୁଳ ଦେଖୁଥିଲି, ଆଡେ ଟିକେ ବ୍ୟସ୍ତ ରହିଲି। ଆଜି ସେ ମାଲ ଟା ପଠେଇଲି ତ, ଆଜି ଆମର ଯୋଉ କଲର ଟା ମନୋଜ ବାବୁଙ୍କର 40,000 ପାଖାପାଖି ଜିନିଷ ତାର ମାଲ ପଠା ହେଲା। ବସ ରେ କେମିତି ଡେଲିଭରି ଦେଲା, ସେ ଟିକେ ମୁଁ ଟିକେ ଗୁରୁକୁଳ ଟା ଭଲ ଟିକେ ଆଟେଣ୍ଡ କରିପାରିଲିନି। ଆଉ ଯାହା ହଉ ଶୁଣୁଥିଲି, କିନ୍ତୁ ଆମର ପକେଟ ଆମର ଡାଏରୀ ବିଷୟରେ କହିଲେ। ପକେଟ ଡାଏରୀ ପକେଟ ସବୁବେଳେ ରହିବ, ଯେତେବେଳେ ଯାହା ତିନିଟା ମାନେ ଯେତେବେଳେ ଯାହା ହଉଛି ସାଙ୍ଗେ ସାଙ୍ଗେ ପକେଟ ଡାଏରୀ ନୋଟ କରାହବ। ତାପରେ ମେନ୍ ଡାଏରୀ ଆଉ ଗୋଟେ ଆମର ଆକ୍ଟିଭିଟି ଯୋଉ ଅଛି ଆମର ସିଡ୍ୟୁଲ ଟା, ସେଇଟାକୁ ଆମର ମେଣ୍ଟେନ କରିବାକୁ ପଡିବ। ଆଉ ମ୍ୟାଡାମ ଯୋଉ କଥା କହିଲେ ଆମର ଆରତୀ ମ୍ୟାଡାମ, ସେ ଜିନିଷଟା କହିଲେ ମିଟିଂ ଆମେ କଲେ ଲାଭ କିଛି ନାହିଁ। ମିଟିଂ କରି ଯଦି ଲୋକ ନ ବସେଇବା, ଆଉ ଲୋକଙ୍କୁ ଯଦି ଠିକରେ ଫଲୋଅପ୍ ନ କରିବା, ସେଇଟା ଯଦି ଲାଭ କିଛି ହବନି, ମିଟିଂର ସକ୍ସେସ୍ ହେଇପାରିବନି। ଆଉ ଯୋଉ ଆଉ ଗୋଟେ ବଢିଆ କଥା କହିଲେ, ଆମର ମିଟିଂରେ ଆମେ ଯୋଉମାନେ ଲୋକଙ୍କୁ ଜଏନ୍ କରିବାକୁ ଚାହୁଁଛେ, ଜଏନ୍ ପାଇଁ ଏତେ ଉରିଡି ହବା ଦରକାର ନାହିଁ। ତାଙ୍କୁ ଏକ ପ୍ରଡକ୍ଟ ଖୁଆଇବା,
ତାଙ୍କୁ ପ୍ରିକସନ ନବା, ପ୍ରିକସନ ସେ ନିଜେ ପ୍ରଡକ୍ଟ ବୁଲି ଦେଖିବେ, ନିଜେ ଚୁଜ କରିବେ, ନିଜେ ହେଲେ ତାଙ୍କୁ ହୁଏତ ତାଙ୍କୁ ଆହୁରି ତାଙ୍କର ଇଚ୍ଛା ଶକ୍ତି ବଢିବ, ସେମାନେ ଆହୁରି ପରଚେଜ କରିପାରିବେ। କିନ୍ତୁ ତାଙ୍କୁ ପ୍ରିକସନ ନିହାତି ବୁଲେଇବା ଦରକାର। ଆଉ ଧୀରେ ଧୀରେ ତାଙ୍କର ପ୍ରଡକ୍ଟ ପ୍ରତି ତାଙ୍କର ନଲେଜ ଆସିଗଲା, ପ୍ରଡକ୍ଟ ୟୁଜ କରି ତାଙ୍କର ବେନିଫିଟ ପାଇପାରିଲେ, ଅଟୋମେଟିକ ସେ ସୋ ମୋଟ ସେ କିଣିବାକୁ ଚେଷ୍ଟା କରିବେ, ସବୁ ଜିନିଷ ୟୁଜ କରିବେ, ତା ବେନିଫିଟ ପାଇବେ। ମାର୍କେଟ ବୁଲିଲେ କଣ ପାଉଛ, ଆମେ ଏଇ ଆରସିଏମ ପାଇଲେ କଣ ବେନିଫିଟ ପାଇବ, ସେ ଯେତେବେଳେ ସେ ନିଜେ ଆନାଲାଇଜ କରିବେ, ସିଏ ଆଉ ପ୍ରଡକ୍ଟ ଆଉ ବାହାର ମାର୍କେଟ ସେ କିଣିବେନି, ସିଏ ଆମର ଆରସିଏମ ପ୍ରଡକ୍ଟ ୟୁଜ କରି ଧୀରେ ଧୀରେ ତାଙ୍କର ବି ଆମେ ଜଏନିଂ କରିପାରିବା। ଆଉ ସେ ଲୋକ ତାଙ୍କର ପରଚେଜ କାପାସିଟି ବଢିବ, ସେମାନେ କହିବା ବି ଷ୍ଟାର୍ଟ କଲେ ତାଙ୍କର ବିଜନେସ ବି ବଢିବ। ଥ୍ୟାଙ୍କ ୟୁ ସାର୍। ଓକେ, ତାକୁ କହନ୍ତି ମ୍ୟାଜିକ ବକ୍ସ। ଅଲଗା ଆଜ୍ଞା ଆଜ୍ଞା ପ୍ରଡକ୍ଟ ଆଉ ଆରସିଏମ ପ୍ରଡକ୍ଟ ମୁଁ ଯେମିତି ନେଇକି ଯାଉଛି ଦେଖଉଛି ନା, ସ୍କିନ୍ କେୟାର ଡବ୍ ସାବୁନ, ହଁ, ତ ତାକୁ କୁହାଯାଏ ମ୍ୟାଜିକ ବକ୍ସ। ସେ ମ୍ୟାଜିକ ବକ୍ସ ନେଇକି ୱେଲକମ୍ ମିଟିଂ କରିବା ନିହାତି ଜରୁରୀ। ୱେଲକମ୍ ମିଟିଂରେ ଆଜ୍ଞା ସାର୍। ତାଙ୍କୁ ସେଠି ଆମ ପରିବାରରେ ଯେମିତି ନୂଆ ଆସିଲେ ତ ତାଙ୍କୁ ଗୋଟେ ୱେଲକମ୍ କରିବା ତାଙ୍କ ପରିବାରକୁ ଯାଇକି, ହଁ। ତା ଛଡ଼ା ମେଜିକ ବକ୍ସ ମାଧ୍ୟମରେ ତାଙ୍କୁ ଦେଖେଇବା ଯେ ଇଏ ଦେଖନ୍ତୁ ମାର୍କେଟରେ ଏଇ ପ୍ରଡକ୍ଟ ଏଇ ରେଟ୍ରେ, ଆମର ଏଇ ରେଟ୍ରେ, ହଁ। ତାକୁ କ୍ୱାଲିଟି ବିଷୟରେ ପ୍ରଡକ୍ଟ ବିଷୟରେ କହିକି ତାଙ୍କର କ'ଣ ଗୋଟେ ମାସରେ କ'ଣ କ'ଣ ଖର୍ଚ୍ଚ ହଉଛି, ଯଦି ସେଇଟାକୁ ଲିଷ୍ଟ ଆମେ କରିଦେବା, ଆଉ ଆମର କ'ଣ କ'ଣ ପ୍ରଡକ୍ଟ ଅଛି, ତ ସେଇ ପ୍ରଡକ୍ଟର ଲିଷ୍ଟ ଯଦି କରିଦେବା, ଏଇ ଜିନିଷ ତ ଆପଣଙ୍କ ଘରେ ବ୍ୟବହାର ହଉଛି, ଆଉ ଯୋଉଟା ଯୋଉଟା ତାଙ୍କର ମନେ ପଡିବନି ଆମେ ବି ତାଙ୍କୁ ମନେ ପକେଇବା, ତ ସେ ବି ହେଇଯାଇପାରିବ। କିନ୍ତୁ ସବୁଠୁ ଇମ୍ପୋର୍ଟାଣ୍ଟ ସୁକାନ୍ତ ବାବୁ ଆପଣଙ୍କ ପାଇଁ ଏଇ ଯୋଉ 15 ଦିନ ଆମ ପାଇଁ ବହୁତ ଇମ୍ପୋର୍ଟାଣ୍ଟ। ଏ 15 ଦିନ ଯଦି ଆମେ ଛାଡ଼ିଦବା, ତାହେଲେ ଆମେ ଗୋଟେ ବହୁତ ବଡ଼ ସେଗମେଣ୍ଟକୁ ଭୁଲିଯିବା। ଏ 15 ଦିନ କ'ଣ? ଏ 15 ଦିନ ହଉଛି ଜଳ ସଞ୍ଚୟର କାମ। ଥରେ ଯଦି ଜମିରେ କୌଣସି ଫସଲ ଲାଗିଯିବ, ଜଳ ସଞ୍ଚୟ ଆଉ କୌଣସି କାମକୁ ନୁହେଁ। ସେଟା ହଁ ମାଟି ସାର୍। ତଳକୁ, ସେଟା ମାଟି ତଳରେ ରହିବା ଦରକାର। ତାମାନେ ଶେଷ ବଡ଼ ଚାଷରେ, ଆଚ୍ଛା, ଆମେ ଯାହାକୁ ଧରନ୍ତୁ ଆପଣ କହିବେ କି ଏବେ ଧାନ କଟା ସରିଗଲା, ଏବେ ଚାଷ ଚାଲିଛି, ଇଏ ଯୋଉ ଚାଷ ଚାଲିଛି ବର୍ତ୍ତମାନ, ଚାଷ ସରିଲା ପରେ ତ ଶେଷ ବଡ଼ ଚାଷ ହବ ନା, କିନ୍ତୁ ସେତେବେଳକୁ ଚାଷୀ ଜଣେ ମାଇଣ୍ଡ ମେକଅପ୍ କରିଥିବା ଦରକାର, ଆଉ ଆମ ପାଖରେ ପ୍ରଡକ୍ଟ ଆଭେଲେବିଲିଟି ଥିବା ଦରକାର। ବର୍ତ୍ତମାନ କଟକ ଡିପୋରେ ନାହିଁ, ଆମେ ଅନଲାଇନରେ କୌଣସି ପିୟୁସି ମାଧ୍ୟମରେ ବି ଆମେ ମଗେଇ ପାରିବା, ତ କିମ୍ବା ପିୟୁସିରେ ମଗେଇ ଆଜ୍ଞା ପାରିବା, ପଢିଦେବେ କିମ୍ବା ଆପଣଙ୍କର। ନିଜେ ବି ଆମେ ଅନଲାଇନରେ ଅର୍ଡର କରିକି ବି ଆମେ ମଗେଇ ପାରିବା। ତ ଇଏ ହେଉଛି ଜଳ ସଞ୍ଚୟର ବର୍ତ୍ତମାନ ସମୟଟା। ଆମେ ଯଦି ଏବେ ତାଙ୍କୁ ମାଇଣ୍ଡ ମେକଅପ୍ କରିଦେଲେ, ତାଙ୍କୁ ଡେମୋ କରିକି ଦେଖେଇଦେଲେ, ଯୋଉ ପ୍ରକାର ଡେମୋ ହଉଛି ସେମିତି ଡେମୋ କରିକି, ମୁଁ ଅଲରେଡି ଡେମୋ କିଟ୍ ବି ଅଲରେଡି କରିସାରିଲିଣି, ତ ଡେମୋ ଆଜ୍ଞା କରିକି ଲୋକଙ୍କୁ ଦେଖେଇଦେଲେ, ତାଙ୍କୁ ଭିଡିଓ ବି ଦେଖେଇଦେଲେ, ତ ତାଙ୍କୁ କ'ଣ ହବ ନା, ତାଙ୍କ ମନ ଭିତରେ ଗୋଟେ ଆସିବ ଯେ ଦେଖନ୍ତୁ ବର୍ତ୍ତମାନ ଆଳୁ ଆଳୁ ଫସଲ ଲାଗିବ କି କୋବି ଲାଗିବ, ଯେତେ ଫସଲ ଅଛି ତାକୁ ତ ପାଣି ନିହାତି ଦବା ଦରକାର। ତ ଯଦି 5 ଥର ପାଣି ଦିଆହଉଛି, 5 ଥର ଜାଗାରେ 3 ଥର ଏଥିରେ ଆମକୁ ଦବାକୁ ପଡିଲା, ସେଟା ଗୋଟେ ବହୁତ ବଡ କଥା। ଆଚ୍ଛା, ଦ୍ୱିତୀୟ କଥା ଆଉ ଗୋଟେ କ'ଣ ରହୁଛି, ସେଟା କାର୍ବୋନିକ କାର୍ବନ ଅଛି, ଆଉ ବାୟୋଡିଗ୍ରେଡେବଲ ଅଛି। ବାୟୋଡିଗ୍ରେଡେବଲ ତା ମାନେ କ'ଣ ନା, ଯେମିତି କି ଅବଶେଷ କୌଣସି ପ୍ରାଣୀ କିମ୍ବା କୌଣସି ଉଦ୍ଭିଦର ଅବଶୋଷ, ଯେମିତି ଗୋବର, ଗୋବରର କାମ ଯାହା, ସେ ସେଥିରେ ବି ସେଇ କଥା କରୁଛି। ଦେଖନ୍ତୁ ଆଜି ପ୍ରାୟ ଆପଣଙ୍କ ଚାଷୀମାନଙ୍କ ଦେଖିବେ ସମସ୍ତଙ୍କର ପ୍ରାୟ ପାୱାର ଟିଲର ଆସିଗଲାଣି, କାହାର ଏଥିରେ ଚାଷ କରୁଛନ୍ତି ଟ୍ରାକ୍ଟରରେ। ପ୍ରାୟ ଲୋକଙ୍କ ପାଖରେ ବଳଦ ନାହିଁ, ତ ବଳଦ ନାହିଁ ମାନେ ତ ଗୋବର ଆସିବ କୋଉଠୁ? ତ ସେଥିଲାଗି ଗୋବର ଗୋଟେ ଟ୍ରିପ୍ କିଣିଲେ କେତେ ପଇସା ଆପଣ ବି ସେଟା ଜାଣିଛନ୍ତି। ତ ଆଜ୍ଞା ୟାର ବି ହିସାବ ବି ଲୋକଙ୍କୁ ଦେଖେଇବା ଦରକାର। ତା ଛଡା 20 ବର୍ଷ ତଳେ ଯୋଉ ବୋରିଂ ଖୋଳା ହେଇଥିଲା, ଆଜି ସେଥିରେ ମାନେ ୱାଟର ଲେୟାର କମି ତଳକୁ ପଳେଇ ଆସିଲାଣି। ସେଥିରେ ବି ମାନେ ଏବେ ଯଦି ଦେଖିବା, ସେ ସେ ବୋରିଂ ଆଉ କାମ କରୁନି, ପୁଣି ପଇସା ଖର୍ଚ୍ଚ କରି ପୁଣି ବୋରିଂ କରିବାକୁ ପଡୁଛି। ତ ସେଟା ବି ସେଇ କଷ୍ଟଟା ବି ଦେଖେଇବାକୁ ଅଛି। ଇଏ ସବୁକୁ କଷ୍ଟକୁ ଦେଖେଇକିରି ଯୋଉଟା କି ଖତର କାମ କରୁଛି, 20% ତାଙ୍କର ଉର୍ବର ଯେମିତିକି ସାରର 20% କମ ଖର୍ଚ୍ଚ କରୁଛି, ନା 40% ତାଙ୍କର ଇଏ କମି ଯାଉଛି, କ'ଣ ପାଣି କମି ଯାଉଛି, ଆଉ ତା ଛଡା ଇନକମକୁ 25% ସେ ବଢେଇ ଦଉଛି, ହଁ, 30% ମାନେ ତାର ଯୋଉ ଉତ୍ପାଦନକୁ ବଢେଇ ଦଉଛି। ଇଏ ସବୁ ଜିନିଷକୁ ଆମେ ଯଦି ଦେଖିକି ଏବେ କାମ କରିବା, ଏବେ ହଉଛି ପ୍ରକୃଷ୍ଟ ସମୟ। ଆଉ ଭଗବାନ ବି ଆପଣଙ୍କୁ ଅମି ବାବୁଙ୍କୁ ସେ ଜାଗାରେ ରଖିଛନ୍ତି ଯେ ଯୋଉ ଜାଗାରେ ଆପଣ କରିପାରିବେ।
ବିଶେଷ କରି ଗ୍ରାମାଞ୍ଚଳ ଏରିଆରେ ଇଏ ସବୁ ଚାଷ କରାଯାଏ। ତ ମୁଁ ଯୋଉଠି ପ୍ରସାର ପ୍ରସାର କରୁଛି, ଯୋଉଠି ବି ଯାଉଛି ଏ କଥା ବି ତ କହୁଛି। କାଲି ନେମାଳ ଯାଇଥିଲି, ନେମାଳରେ ବି କହିଲି। ତ ଆଜି ଆମର ଏଇଠି ଯୋଉ ବଜାର ଟାଉନରେ ବି ସେଠି ଆମର ଯୋଉ ଫୁଲ କୁଣ୍ଡ ଅଛି, ଯେମିତିକି ମୁଁ କରିଛି, ନିଜେ କରିଛି। କଣ ନା ଫୁଲ କୁଣ୍ଡ ଶୁଖି ଯାଉଛି, ତ କଣ କରିବା? ଆମେ ତ ସବୁଦିନେ ପାଣି ଦେଇପାରିବାନି, ଆମ କାମରେ କାମରେ ବିଜୁଳି ହବ। 3-4 ଦିନ କି 5 ଦିନରେ ଥରେ ପାଣି ଦେଲେ ବି ଗଛ ଶୁଖିବନି। କାରଣ କୁଣ୍ଡ ମୂଳରେ ଯଦି 2 ଚାମଚ ଆମେ ଦେଇଦେଲେ, ଟେବୁଲ ଚାମଚରେ 2 ଚାମଚ ଆମେ ଦେଇଦେଲେ, ତାକୁ ଟିକେ ଖୋଳିକିରି ତାକୁ ଦେଇଦେଲେ, ତାହେଲେ ପାଣି ଟିକେ ଦେଇଦେଲେ ଗଛଟା ମରିବନି ଆଟଲିଷ୍ଟ। ତ ଇଏ ହଉଛି କଥା। ତ ସୁଗନ୍ଧ ବାବୁ, ୟାକୁ ଟିକେ ପ୍ରପର ପ୍ଲାନିଂ କରିକି, କାଲି ଯେମିତି ମିଟିଂ ସରିଲା ପରେ କାଲି ସାହୁ ଭାଇଙ୍କ ସାଙ୍ଗରେ ଇଏ ଆମର କାର୍ତ୍ତିକ ବାବୁଙ୍କ ସାଙ୍ଗରେ, ତ ଆମର ଲିଷ୍ଟ ହେଲା ଯେ ଯୋଉ 2 ଜଣ ବସେଇଥିଲେ, କୋଉ କୋଉ ମାନେ ଆମ ଗାଁରେ ଭଲ ଭଲ ଚାଷୀ ଅଛନ୍ତି, ତାଙ୍କର ଲିଷ୍ଟ କରିବା ପ୍ରଥମ ଜରୁରୀ। ତାଙ୍କୁ ଜରୁରୀ ବସେଇକି ଏସବୁ କାମ କରିପାରିବା। ଆଚ୍ଛା, ଆମ ପାଖରେ ତ ବହୁତ କିଛି ଜିନିଷ ଆସିଗଲାଣି, ପ୍ରୋଜେକ୍ଟର ଆସିଗଲାଣି ଲୋକଙ୍କୁ ବସେଇକି ଦେଖେଇବା ପାଇଁ, ନା ଭିଡ଼ିଓ ବି ଆସିଗଲାଣି, ତା ଛଡ଼ା ପିପିଟି ବି ଅଲରେଡ଼ି ରେଡ଼ି ହେଇଛି। ତ ମତେ ବି ଡାକିଲେ ମୁଁ ବି ଆପଣଙ୍କୁ ସହଯୋଗ ବି କରିବି। କିନ୍ତୁ ଇଏ 15 ଦିନ ଛାଡ଼ିଦେଲେ ତ ଆମେ ଗୋଟେ ବହୁତ ବଡ଼ ପ୍ରଡକ୍ଟ, ତାର ଯୋଉ ରେଜଲ୍ଟ ଆମେ ପାଇବା କଥା, ସେଇଟା ଆମେ ଛାଡ଼ିଦେବା। ତ ସେଥିଲାଗି ଆଜି ତାକୁ ପ୍ଲାନିଂ କରିବା ନିହାତି ଜରୁରୀ। ତା ସହିତ ପରଚେଜ କରିବା ନିହାତି ଦରକାର। କାଲିଠୁ ଇଏ ବନ୍ଦ ହେଇଯିବ। 7-8 ଦିନ ପାଇଁ ଆମର ଅପଡେଟ ହବ, ନୂଆ ସଫ୍ଟୱେୟାର ଆସିଯିବ। ଯୋଉ ନୂଆ ସଫ୍ଟୱେୟାରରେ କିଛି ନୂଆ କଥା ଆସିଯିବ, ଯୋଉ ଯୋଉ ପ୍ରୋବ୍ଲେମ ଇଏ ପୁରୁଣା ସଫ୍ଟୱେୟାର ହଉଛି, ବର୍ତ୍ତମାନ ତାକୁ ଆହୁରି ଅପଡେଟ କରିବା ଜରୁରୀ। କମ୍ପାନୀ ବି ନିଜ ସ୍ତରରେ ବି ତାକୁ ଅପଡେଟ କରୁଛି। ଯଦି ଆମେ ନିଜେ କମ୍ପାନୀର ଚିନ୍ତାଧାରା ଅନୁସାରେ ଆମେ ଯଦି ନିଜକୁ ନିଜେ ଅପଡେଟ ନ କରିବା, ତାହେଲେ ଆମେ ବି ପଛକୁ ଆମେ ପଳେଇ ଯିବା। ଓକେ, ଥ୍ୟାଙ୍କ ୟୁ। ଅମିୟ ବାବୁ କୁହନ୍ତୁ। ଅନମ୍ୟୁଟ କରନ୍ତୁ, ଅମିୟ ବାବୁ ଅନମ୍ୟୁଟ କରନ୍ତୁ। ଆପଣ ନେଟୱାର୍କ ବୋଧେ ପ୍ରୋବ୍ଲେମ ଅଛି। ଓକେ, ଠିକ ଅଛି। ସାହୁ ଭାଇ କୁହନ୍ତୁ। ସାହୁ ଭାଇ କୁହନ୍ତୁ, ଆପଣ ଅନମ୍ୟୁଟ କରିକି କହିବେ ନା, ଅନମ୍ୟୁଟ କରନ୍ତୁ। ଡେଟ୍ କରିଦେଉଛି। ଯାହା ବି ହଉ, ଆଜି ବଡ ଗୁରୁତ୍ୱ ଭାଇ ଦେଇଛି। ଭାଇ ମୁଁ ବି କାଲି ଆପଣ ସାହୁ ଭାଇ ଆପଣଙ୍କର କ୍ୟାମେରା ବନ୍ଦ କରିଦିଅନ୍ତୁ। ଓହୋ, ନେଟୱାର୍କ ପଳେଇଲା। ଓକେ, ପ୍ରବୀଣା ମ୍ୟାଡ଼ାମ କୁହନ୍ତୁ ଆପଣ। ହଁ ଭାଇ, ଆପଣ କ୍ୟାମେରା ବନ୍ଦ କରିଦିଅନ୍ତୁ, ଆପଣଙ୍କର ନେଟୱାର୍କ ନାହିଁ। ଆଜ୍ଞା ଆଜ୍ଞା, ହଁ ଏବେ ଏବେ ଆସିଲା, ଏବେ ଶୁଭୁଛି ତ? ହଁ ହଁ, ଏବେ ହଁ, ଶୁଭୁଛି। ଏ ଯୋଉ କଥା କହିଲେ ପକେଟ ଡାଏରୀ ଏବଂ ଜଳ ସଞ୍ଚୟର, ଯେମିତି କହିଲେ ମାତ୍ର ଆଉ 7 ଦିନ କି 15 ଦିନ, ମାକ୍ସିମମ୍ 15 ଦିନ ଭିତରେ ଯଦି ଆକୁ ଆମେ ଜଳ ସଞ୍ଚୟ ଉପରେ କାର୍ଯ୍ୟ କରିବା, ତାହେଲେ ବହୁତ ବଡ ସକ୍ସେସ୍ ହେଇଯାଇପାରିବ। ଦ୍ୱିତୀୟ କଥା, ପକେଟ ଡାଏରୀ ହଉଛି ସବୁଠାରୁ ମେନ୍ ଜିନିଷ। ଯଦି ଆମେ ଏଇ ଜଳ ସଞ୍ଚୟ ହେଉ କିମ୍ବା ଯେକୌଣସି ବିଷୟରେ ହଉନା କାହିଁକି, ଆମ ଲିଷ୍ଟ ହବା ନିହାତି ଦରକାର। ଆଉ ଲିଷ୍ଟ ହେଲେ ଆମେ ବହୁତ ବଡ ସକ୍ସେସ୍ ହେଇଯାଇପାରିବା। ଯେମିତିକି ସତ୍ୟଦେବ କହିଲେ, ଆଜି ହଉଛି ସବୁଠାରୁ ବେଷ୍ଟ ଦିନ ଯେ ପରଚେଜ କରିବା। କାହିଁକି ନା ବର୍ତ୍ତମାନ 7 ଦିନ ଖଣ୍ଡେ, ପ୍ରାୟ 7 ଦିନ ଲାଗିପାରେ ଯେ ଆମ ସଫ୍ଟୱେୟାର ଟାକୁ ପୁଣି ଅନ୍ କରିବା ପାଇଁ। ତେଣୁ ଆଜିକୁ ଯେତେ ଅଧିକ ଲୋକଙ୍କୁ ଡାକି ପରଚେଜ କରିବାଟା ହଉଛି ସବୁଠାରୁ ବଡ ଗୁରୁତ୍ୱପୂର୍ଣ୍ଣ। ଖବରଠୁ ସତ୍ୟଦେବ, ଖାଲି ନେଟ୍ କଟି ଯାଉଛି। ଓକେ ଓକେ, ଥ୍ୟାଙ୍କ ୟୁ। ଖବରଠୁ ସତ୍ୟଦେବ। ଓକେ, ପ୍ରବୀଣା ମ୍ୟାଡ଼ାମ କୁହନ୍ତୁ। ଓକେ, ଓକେ, ମନୋଜ ବାବୁ ଅଛନ୍ତି ବୋଧେ? ମନୋଜ ବାବୁ ଆସନ୍ତୁ, କୁହନ୍ତୁ। ଜୟ ଶ୍ୟାମ ସାର୍। ଜୟ ସିଂ, ଜୟ ସିଂ। ହଁ, ବହୁତ ଦିନ ଟିକେ ଗ୍ୟାପ୍ ହେଇଗଲା। ଆପଣ ମିଟିଂ ରହିବା, କିନ୍ତୁ ଗୁରୁକୁଳ ଚାଲିଛି। ବର୍ତ୍ତମାନ ତ କହିବା ଆଜ୍ଞା, ଆକ୍ଚୁଆଲି ଡାଏଟଟା ହଉଛି ସବୁଠୁ ଇମ୍ପୋର୍ଟାଣ୍ଟ। ଯେମିତି ଆମେ ପ୍ରତ୍ୟେକ ଦିନ ସକାଳୁ ଉଠିବା, ବ୍ରଶ କରିବା, ନିତ୍ୟକର୍ମ କରୁଛେ, ସବୁ କିଛି କରୁଛେ,
ସେଇଭଳି ଯେକୌଣସି କାମ କରନ୍ତୁ ତାର ପ୍ଲାନିଂ ଆଉ ଡାଏରୀ ଏଇଟା ନିତାନ୍ତ ଆବଶ୍ୟକୀୟ। ଦ୍ୱିତୀୟରେ ମୁଁ କହିବି ସାର୍ ଯୋଉ ଆଜି କହିଛନ୍ତି ପରଚେଜ, ସମସ୍ତଙ୍କୁ ଆମେ ଫୋନ କରିକିରି ଆଜି ଚେଷ୍ଟା କରାଯାଉ ଯେ ଯେମିତି ସମସ୍ତେ ବର୍ତ୍ତମାନ ପରଚେଜ କରିବା, କାରଣ ଏଇଟା ପ୍ରଥମ 15 ତାରିଖ ଭିତରେ ବା ଫାଷ୍ଟ ଫର୍ଟନାଇଟ୍ ଭିତରେ ଆମେ ଯଦି ପରଚେଜିଂ ସାରିଦବା ପୁରୁଣା ଲୋକଙ୍କର, ତାହେଲେ ଆମେ ନୂଆ ଲୋକ ଡେଭଲପମେଣ୍ଟ କରିବା, ପ୍ଲସ ନିଶ୍ଚିତ ଆମ ବିଜନେସଟା ବି ଗ୍ରୋଥ ହବ। ଓକେ, ବହୁତ ବଢିଆ କଥା। ମାନେ ଯୋଉ ଆପଣଙ୍କ ପାଇଁ ବି ବହୁତ ଜରୁରୀ ଯେ ଜଳସଞ୍ଚୟ ଉପରେ କାମ କରିବା, କାରଣ ଇଏ 15 ଦିନ ଯଦି ଛାଡିଦେବା ତାହେଲେ ଆମେ ଆଉ ଆଜ୍ଞା ଜଳସଞ୍ଚୟ ଉପରେ କିଛି କାମ କରିପାରିବା ନାହିଁ। ଗୋଟେ ପ୍ରଡକ୍ଟକୁ, ମାନେ ବହୁତ ବଡ ପ୍ରଡକ୍ଟକୁ ଆମେ ତାକୁ ଭୁଲିଯିବା। ତ ଇଏ ଆଜ୍ଞା ଆଜ୍ଞା ଠିକ ଅଛି। ଇଏ ଇଏ ସମୟ କଣ, ବର୍ତ୍ତମାନ ଚାଷ ଆରମ୍ଭ ହଉଛି। ଚାଷ ଆରମ୍ଭରେ ଲୋକଙ୍କୁ ଆମେ ଯଦି କନଭିନ୍ସ କରିବା ଯେ ତାଙ୍କର 40 ରୁ 50% ପାଣି କମ ହେଇଯିବ। ଯଦି 5 ଥର ପାଣି ଦଉଥାନ୍ତି ତାହେଲେ 3 ଥରରେ ତାଙ୍କର ପାଣିଟା ହେଇଯିବ। ମାନେ ମାଟି ଭୁରଭୁରା ରହିବ, ଗୋବରର କାମ କରିବ, ଆଉ ତା ସହିତ ଅଧିକ ଉତ୍ପାଦନ କରିବ, ଆଉ 20% ତାଙ୍କର ଖର୍ଚ୍ଚ କମେଇ ଦବ, ଇନକମ୍ ତାଙ୍କର 25% ବଢେଇ ଦବ। ତ ଏବେ ତାଙ୍କୁ ବୁଝେଇବା ନିହାତି ଜରୁରୀ। ବୁଝେଇବା ପାଇଁ ଆପଣ ନିଜେ ବି ଯେମିତି ଭିଡିଓରେ ଆପଣ ଦେଖୁଛନ୍ତି, ସେ ଭିଡିଓ ତାକୁ ଦେଖେଇ ପାରିବେ। ପ୍ରାକ୍ଟିକାଲି ବି ତାକୁ ଦିଟା କାଚ ଗ୍ଲାସକୁ ନେଇକି ତା ଦେହରେ ମାଟି ଦିଟାରେ ନେଇକି ଗୋଟାକରେ ଜଳସଞ୍ଚୟ 2 ଚାମଚ, ଆଉ ଗୋଟାକରେ ମାନେ କିଛି ନ ପକେଇକି ପାଣି ପୁରେଇକି ତାକୁ ବି ଆମେ ଦେଖେଇ ପାରିବା। ଦେଖେଇଲେ କଣ ହବ ନା, ଲୋକ ବୁଝିପାରିବେ ଯେ ଇଏ ପାଣି ଧରିବାର, ଇଏ ସ୍ପଞ୍ଜ ଭଳି କେମିତି ପାଣିଟାକୁ ଧରୁଛି। ହଁ, ଯଦି ସହଯୋଗ ଦରକାର ପଡେ ତାହେଲେ ମୁଁ ଆପଣଙ୍କ ସାଙ୍ଗରେ ଅଛି, ଆପଣ ଆଜ୍ଞା ଡାକନ୍ତୁ। ଆଜ୍ଞା କିନ୍ତୁ ତା ପୂର୍ବରୁ ଗୋଟିଏ ଜିନିଷ କରିବା ନିହାତି ଜରୁରୀ, ଯେ ଆପଣଙ୍କର ସେ ଏରିଆରେ ଭଲ ଭଲ ଚାଷୀଙ୍କର ଲିଷ୍ଟ କରିବା ନିହାତି ଜରୁରୀ। ତ ସେ ଆଜ୍ଞା ଲିଷ୍ଟ ଯଦି ଆମ ପାଖରେ ଅଛି, ତାଙ୍କ ଘରକୁ ଯାଇକି ବୁଝେଇବା ଦରକାର ଯେ ଭାଇ, ଇଏ ଗୋଟେ ବହୁତ ଭଲ ପ୍ରଡକ୍ଟ ଆସିଛି, ଆଉ ଆପଣଙ୍କ କାମକୁ ବହୁତ ସହଜ କରିଦଉଛି, ଅଧିକ ଆପଣଙ୍କ ଉତ୍ପାଦନ ବଢଉଛି, ତ ଆପଣଙ୍କ ଇନକମ୍ ତ ବଢିବ, କିନ୍ତୁ ଆପଣଙ୍କର ପାଣି ଖର୍ଚ୍ଚ ବି କମିଯିବ। ଆପଣଙ୍କୁ ଯୋଉ ବାରମ୍ବାର ବାରମ୍ବାର ପ୍ରତି 10 ବର୍ଷ 15 ବର୍ଷ ଥରେ ବୋରିଂ କରିବାକୁ ପଡୁଛି, ଆଉ ଏତେ କରିବାକୁ ପଡିବନି। 50% ପାଣି କମିଯିବ। ଆଜି ଯୋଉ 20 ବର୍ଷରେ ଗୋଟେ ବୋରିଂ ହଉଛି, ତା 40 ବର୍ଷରେ ଗୋଟେ ବୋରିଂ କରିବାକୁ ପଡିବ, ସେ ଖର୍ଚ୍ଚ ବି କମିଯିବ। ତ ତାର ଗୋଟେ ମିଟିଂ କରିବା କି, ଯଦି ମିଟିଂ କରିବା ତାହେଲେ ଆମେ ଡାକିବା, ଆମର ସାର୍ ଅଛନ୍ତି ତ ସାର୍ଙ୍କୁ ଡାକିବା। ତ ଏମିତି ପାଖାପାଖି 30 40 ଜଣ ଚାଷୀଙ୍କ ସହିତ ଘରେ ବସିକି, ଯଦି ଆପଣ ଆପଣ ତ ହୋମ ମିଟିଂ ବହୁତ ବଢିଆ କରନ୍ତି, ତ ଘରେ ବସିକି ତାଙ୍କୁ ବୁଝେଇ ଦେଇ ପାରିଲେ, ମୋଠୁ ବହୁତ ଭଲ ଆପଣ କରନ୍ତି, ମୁଁ ଜାଣିଛି। ତ ଆପଣ ବୁଝେଇ ଦେଇ ପାରିଲେ, ଆଉ ତାଙ୍କୁ ଗୋଟେ ଜାଗାରେ ବସେଇବା, କାରଣ ସମୂହରେ ହିଁ ରେଜଲ୍ଟ ଆସିବ। ଗୋଟେ ଜାଗାରେ ବସେଇବା, ତାଙ୍କୁ ଆମ ପାଖରେ ପ୍ରୋଜେକ୍ଟର ଅଛି, ପ୍ରୋଜେକ୍ଟର ମାଧ୍ୟମରେ ତାଙ୍କୁ ଦେଖେଇବା କଣ କଣ କାମ ହଉଛି, ପ୍ରାକ୍ଟିକାଲି ବି ଗ୍ଲାସ ନେଇକି ତାଙ୍କୁ ବି ଜଳସଞ୍ଚୟକୁ ବ୍ୟବହାର କରିକି ଦେଖେଇବା। ତ ଯଦି ଇମିଡିଏଟ ଆମେ ଆରମ୍ଭ କରିବା, ଏଇ ସପ୍ତାହରେ ଆରମ୍ଭ କରିଦବା ଏଇ କାମ, ତାହେଲେ ଆପଣଙ୍କର ସେମାନେ ମାଇଣ୍ଡ ମେକଅପ୍ କରିପାରିବେ। ଶେଷ ଗୋଡ଼ ଚାଷରେ ଏଟାକୁ ଦବାକୁ ପଡିବ, ମାନେ ଲାଷ୍ଟ ଚାଷ ଯେତେବେଳେ ଆପଣଙ୍କର ସବୁ ଆଉ ଆଗକୁ କିଛି ନାହିଁ, କେବଳ ଜମି ପକେଇବେ। ଏଇ ଦେଖନ୍ତୁ, ଗୋଟେ ଆପଣ ଅନୁମାନ କରନ୍ତୁ, ମୁଗ ଚାଷ ହଉ କିମ୍ବା ଆପଣଙ୍କର ଇଏ ବାଦାମ ଚାଷ ହଉ, ତ ଏଥିରେ ତ ଆମେ ବାରମ୍ବାର ବାରମ୍ବାର ପାଣି ଦେଇପାରିବୁନି, କିନ୍ତୁ ଗଛ ମରିଯାଏ। ତ ବହୁତ ସାରା ଚାଷୀଙ୍କଠୁ ଆମେ ଶୁଣୁଥିବା ଗଜା ମରୁଡି ହେଇଯାଉଛି। ହଁ, ଯୋଉ ଜାଗାରେ ଗଜା ମରୁଡି ହେଇଯାଉଛି, ଆମେ ଯୋଉ ପାଣି ଟିକେ ଦେଇ ଦଉଛେ, ପାଣି ଟିକେ ଦେଇଦେଲେ କେତେ ଦିନ ସେ ପାଣି ରହୁଛି, ଗଛଟା ଉଠିଲା ବେଳକୁ ସେ ପାଣି ଶୁଖି ଯାଉଛି। କିନ୍ତୁ ଆମେ ତା ଦେହରେ ଜଳସଞ୍ଚୟ ଦେଇକି ଯଦି କହିବା, ତାହେଲେ ସେ ବି ଗଛ ଉଠିଯିବ। ହୁଁ। ଆଉ ତା ଛଡା ଆପଣମାନଙ୍କୁ ଡେଲି ଅପଡେଟ ହବା ପାଇଁ ସେ ଯୋଉ ଜଳସଞ୍ଚୟର ଗୋଟେ ଲିଙ୍କ ଦେଇଥିଲି, ସେ ହ୍ୱାଟ୍ସଆପ୍ର ଗୋଟେ ଗ୍ରୁପ, ସେଥିରେ ବି ଆପଣ ନିଜେ ଜଏନିଂ ବି କରିଦେଇ ପାରିବେ। ଗ୍ରୁପରେ ତାକୁ ବି ଦେଇଥିଲି, ସେଥିରେ ଆପଣ ଜଏନିଂ କଲେ ବି ଆପଣ ସେ ଗ୍ରୁପରେ ଆପଣ ଦେଖିପାରିବେ କେମିତି ପୁରା ଭାରତ ବର୍ଷରେ ଇଏ ଜଳସଞ୍ଚୟ କେତେ ବଡ ଆକାରରେ କାମ ହଉଛି। ବର୍ତ୍ତମାନ ମାର୍କେଟରେ ମିଳୁନି, ଆପଣଙ୍କର ଆଜି ଯିଏ କହିବ ତ ମିନିମମ୍ 7 8 ଦିନ ଲାଗିଯିବ ଆପଣ ହେଡ ଅଫିସରୁ ମଗେଇବା ପାଇଁ, କାରଣ ଷ୍ଟକ୍ ଆଉଟ୍ ଅଫ୍ ଡେଟ୍ ଆସିଗଲାଣି। ଆଉ ତା ଛଡା ୱେବସାଇଟ୍ ଯେହେତୁ କାମ କରିବନି, ତ ଇଏ 17 ତାରିଖ ପର୍ଯ୍ୟନ୍ତ ଆଉ ଆପଣ ଅର୍ଡର ବି କରିପାରିବେନି ଯଦି ଆଜି ଅର୍ଡର ନ ପହଞ୍ଚେ। ତ ସେଥିଲାଗି ଜଳସଞ୍ଚୟ ଉପରେ ବହୁତ ଭଲ କାମ କରିବା ନିହାତି ଦରକାର। ଆଉ ମୁଁ ତ କହିବି, ଜଣେ ବିଜନେସମ୍ୟାନ ଯଦି ତା ପାଖରେ ପ୍ରଡକ୍ଟ ଥିବ, ତାହେଲେ ସେ ଲୋକଙ୍କୁ ଭଲ ଭାବରେ ସେଲ୍
ସେ କରିଦେଇ ପାରିବ। ଯଦି ପାଖରେ ପ୍ରଡକ୍ଟ ନାହିଁ ତାହେଲେ ସେଲ୍ କରିପାରିବନି। ତ ଆଜି ଦେଖନ୍ତୁ ଅମିୟଙ୍କ ପାଖରେ ପ୍ରଡକ୍ଟ ଅଲରେଡି ଅଛି, ତ ସିଏ ପ୍ଲାନିଂ କରିଛନ୍ତି କ'ଣ ନା ତାଙ୍କର 15 ତାରିଖ ଦିନ ବିଲହାଟରେ ଆଉ ପାଇଲୋରେ ଦି ଜାଗାରେ ତାଙ୍କର ମିଟିଂ କରିବେ। ଦି ଜାଗାର ଯୋଉ ଚାଷୀ ମାନେ ଅଛନ୍ତି ତାଙ୍କର ଗୋଟେ ଲିଷ୍ଟ ସିଏ ଅଲରେଡି କରିସାରିଛନ୍ତି, ଆଉ ସେ ଲିଷ୍ଟରେ ସେମାନଙ୍କ ସାଙ୍ଗରେ ଯାଇକି ପର୍ସନାଲି ବସିକିରି ତାଙ୍କୁ ବି ଡକେଇ ଦେଇଛନ୍ତି। ଆଉ ସେମାନଙ୍କୁ ଯୋଉ ଡକେଇଛନ୍ତି ତ 15 ତାରିଖ ଦିନ ସେ ମିଟିଂଟା ଯୋଉ ରହିବ ତାକୁ ଆମେ ପ୍ରାକ୍ଟିକାଲ ଆମେ ଦେଖେଇବା, ବିଲହାଟରେ ବି ଦେଖେଇବା, ଏଠି ବି ରଖେଇବା। ହଁ, ତ ଯୋଉ ମାନଙ୍କର ଟିମ୍ ଅଛି ସେ ଜାଗାରେ ତ ସେମାନଙ୍କୁ ଇନଭାଇଟ କରନ୍ତୁ, ନିଶ୍ଚିତ ଭାବେ। ତେଣୁ ଅର୍ଗାନିକ ଉପରେ ହେଇଯାଇପାରିବ। କାମ କରନ୍ତୁ ଓକେ, ଆଉ ନିଜେ ଦେଖନ୍ତୁ ଆପଣ ଥ୍ୟାଙ୍କ ୟୁ। ଓଟ୍ସ ମୁଁ ଖାଇଲେ ଭାବୁଛି ଠିକ ଆପଣ ଅଛି ଠିକ କରିପାରିବେ। ଅମିୟକୁ ସେଟା କୁହନ୍ତୁ, ପୁରିଗଲା ଓଟ୍ସ ରେ କେତେ ପରସେଣ୍ଟ ପ୍ରୋଟିନ ଅଛି? ଅମିୟକୁ କୁହନ୍ତୁ। ସାର୍ ନମସ୍କାର ସାର୍। ନମସ୍କାର ନମସ୍କାର। ହଁ ସାର୍ ମୁଁ ସେଇ ଜଳସଞ୍ଚୟ ଉପରେ ଆଉ ଗାମା ଉପରେ ସାରଙ୍କ ସହିତ କଥାବାର୍ତ୍ତା କରୁଥିଲି। ସେ ମୋ କଥା ଶୁଭୁଛି ତ? ହଁ ହଁ, ଆପଣଙ୍କ କଥା ଶୁଭୁଛି। ହଁ, ଏଇଠି ସାର୍ ମୋର ବସିଛନ୍ତି, ତାଙ୍କର ଭଲ ବଗିଚା ଆଉ ବହୁତ ସେ ମାନେ ଗଛ ପ୍ରେମୀ। ନେଟୱାର୍କ ପଳେଇ ଯାଉଛି କି? ଆଜ୍ଞା କୁହନ୍ତୁ। ଆଉ ଯୋଉଠି ଯୋଉଠି ଗଛ ମିଳେ ମତେ ସେ କୁହନ୍ତି, ଆଉ ସେ ବି ଯୋଗାଡ଼ କରିକି ମତେ ବି ଡାକନ୍ତି। ତାଙ୍କୁ ବେଳେ ଜଳ ସଞ୍ଚୟ ଉପରେ ମୁଁ ତାଙ୍କୁ ଇଚ୍ଛା କହୁଥିଲି ଯେ ବଡ ବଡ ଡକ୍ଟର ମାନେ ସବୁ ପ୍ରାଇଭେଟ ହସ୍ପିଟାଲ ଅଛନ୍ତି, ତେଣୁ ପ୍ରାଇଭେଟ ଗଭର୍ଣ୍ଣମେଣ୍ଟ ହସ୍ପିଟାଲରେ କାହିଁକି ସେତିକି ତାଙ୍କୁ ସୁବିଧା ମିଳେନି, ତେଣୁ ସବୁ ପଳେଇ ଯାଆନ୍ତି। ସାଇଣ୍ଟିଷ୍ଟ ମାନେ ଇଣ୍ଡିଆ ଛାଡିକିରି ଯାଇକି ଫରେନ ପଳାନ୍ତି। ତେଣୁ ଯୋଉ ବଡ ବଡ ଡକ୍ଟର ମାନେ 20ଟା ଡକ୍ଟର ଆସିକିରି ଏଇ ଗାମା ଉପରେ ଯୋଉ ଆଲୋଚନା କଲେ, ମାର୍ବଲ ଆଲୋଚନା ୱାର୍ଲଡ ରେକର୍ଡ ମଧ୍ୟ ହେଇଗଲା। ସିଏ କୌଣସି କୌଣସି ପ୍ରଡକ୍ଟ ଉପରେ ଏତେ ଜଣ ଭଲ ଭଲ ଡକ୍ଟର ଆସିନାହାନ୍ତି। ତେଣୁ ଗାମା ଉପରେ କଥା ହଉଛି, ବହୁତ ଗଛ ପ୍ରେମୀ। ତେଣୁ ଏବେ ତାଙ୍କ ଘରେ ବସିଛି, ଆଉ ଟ୍ରାକ୍ଟର ତାଙ୍କର ଆସୁଛି, ଚାଷ ହବ। ଆଉ ତାପରେ କୋଉ କୋଉ ଗଛ କେମିତି କଣ ଲାଗିବ ତାଙ୍କ ସହିତ କଥା ହଉଥିଲେ। ସାର୍ ତ ଚାଷର ମାଷ୍ଟର, ସିଏ ମୁଁ ତାଙ୍କଠୁ କିଛି ପରିମାଣ ବି ଶିଖିଯାଏ। ଆଉ ସେ ବର୍ତ୍ତମାନ ଜଳ ସଞ୍ଚୟ ଉପରେ ତାଙ୍କୁ କହୁଥିଲି, ମୁଁ କହିଲି ଦେଖନ୍ତୁ ଆପଣଙ୍କର 50% ପାଖାପାଖି ଜଳ ସଞ୍ଚୟ ହେଇଯିବ, ଜଳ ନଷ୍ଟ କରନ୍ତୁ। ଦ୍ୱିତୀୟ କଥା ହଉଛି ଆପଣଙ୍କର 20% ପାଖାପାଖି, 20-30% ପାଖାପାଖି ଆପଣଙ୍କର ସାର ବି କମିଯିବ। ତା ସହିତ 20-25%ରୁ 30%, 25-30% ଆପଣଙ୍କର ଅମଳ ବି ବଢିଯିବ। ଆଉ 6 ମାସ ପରେ ଅଲରେଡି ସେ ଖତ ହେଇସାରିଲା ପରେ ଜମିରେ ଗଛ ବି ବହୁତ କିଛି ଗ୍ରହଣ କରି ଗଛଟା ମଜବୁତ ହେଇପାରିବ। ଏଇ ବିଷୟରେ ତାଙ୍କ ସହିତ ଆଲୋଚନା କରୁଥିଲେ। ଆଉ ଆଜି ଯୋଉ ଆଲୋଚନା ହେଲା ପକେଟ ଡାଇରେ, ଆଉ ପକେଟ ଡାଏରୀ ପୂର୍ବରୁ ଆମର ଗୋଲ ସେଟିଂ ଟା ନିହାତି ଦରକାର, ଯୋଉଟା କି ଚାନ୍ସରେ କହନ୍ତି ବି କହନ୍ତି ଗୋଲ ସେଟିଂ। କାଲି ବି ମୁଁ ଆଲୋଚନା କେତେ ଜଣ ସହିତ କରିଥିଲି, ବିଲହାଟ ଯାଇଥିଲି କାଲି ବିଲହାଟ। ଆଜି ବୋଧେ ପ୍ରୋଗ୍ରାମ ସେଇ ପାଖରେ କିଛି ଚାଷୀ ମାନଙ୍କୁ ଆଜି ପ୍ରୋଗ୍ରାମ ହବ, କରିସାରିକିରି ଆପଣଙ୍କୁ ଜଣେଇବି ସାର୍ ସନ୍ଧ୍ୟାବେଳକୁ। ଆଉ ଏ ଓକେ, ହଉଛି କଥା। over to ସରପଞ୍ଚ ସାର୍। ଲିଷ୍ଟ କରନ୍ତୁ ଚାଷୀ ମାନଙ୍କର ଯେତିକି ଲିଷ୍ଟ କରିଛନ୍ତି, ବହୁତ ବଡ ଆଜ୍ଞା ଲିଷ୍ଟ ଆଜ୍ଞା ସାର୍। କରନ୍ତୁ, ସେମାନଙ୍କୁ ପର୍ସନାଲି ହଁ ଡାକନ୍ତୁ। କାରଣ ମୁଁ ପ୍ରାକ୍ଟିକାଲି ଆଜ୍ଞା। ସେଦିନ ଜଳସଞ୍ଚୟ ଉପରେ ଦେଖେଇବି, ମାନେ ଯେମିତି ସେମାନେ ଦେଖଉଛନ୍ତି ଆମେ ପ୍ରାକ୍ଟିକାଲି ଦେଖେଇ ପାରିବା, ତାକି ସେମାନେ ମାଇଣ୍ଡ ମେକଅପ୍ କରିପାରିବେ। କିନ୍ତୁ ଗୋଟିଏ କଥା ମୁଁ କହୁଥିଲି ଯେ ଆଜ୍ଞା ଆଜ୍ଞା ଯଦି ସାର୍। ବି ଫିଜିକାଲ ମିଟିଂ ହଉଛି ତ ଯାହାର ଯେତେ ବଡ ତେୟାରି ତାର ସେତେ ବଡ ଜିତ୍। ଯଦି ଆମେ ତେୟାରିକୁ ଛୋଟ କରିଦେଲେ ତାହେଲେ ଆମ କାମ ବି ଛୋଟ ହେଇଯିବ। ତ ପ୍ରିପାରେସନ ନିହାତି ଜରୁରୀ। ଓକେ, ସମୟ ବି ବହୁତ କମ ଅଛି ଆଜି। ଆଜ୍ଞା। ସରି ନାନୀ କୁହନ୍ତୁ, ଆପଣ ଅନମ୍ୟୁଟ କରିକି। ଶୁଭ ସକାଳ ସମସ୍ତ ପାଇଁ। ଆଜି ସମସ୍ତେ ସବୁ ଶୁଣିଲି। ପ୍ରକୃତ କଥା ହଉଛି ଯଦି ଆମେ ଯେମିତି ଆମର ପାୱାର ଅଫ ଡିସିସନ ଦରକାର, ପାୱାର ଅଫ କମ୍ୟୁନିକେସନ ଦରକାର, ଯେମିତି ସବୁ କହୁଛନ୍ତି, ସେଥିପାଇଁ ଗୋଟେ ପାୱାର ଅଫ ମନ ବି ଦରକାର। ଯୋଉ ଆମେ ଗୋଟେ ସୁସ୍ଥ ମନ ନେଇ ଠିକ ଆମେ ଆଗେଇ ଯାଇପାରିବା, ତାହେଲେ ନିଶ୍ଚିତ ସଫଳତା ଆମକୁ ନିଶ୍ଚୟ ମିଳିବ। ଅଭାବ ରହିଯାଉଛି, କରିପାରୁ କୋଉ ପ୍ରୋସେସରେ ଯିବା, ଆମେ ସବୁ ଶୁଣୁଛେ ଏଇ ପ୍ରୋସେସରେ ଗଲେ ଆମେ ସଫଳତା ପାଇବା, ଯୋଉଟା କି ଆମେ କରିପାରୁନୁ। ସେଠି ଆମେ ସୁଧାରି ପାରୁନୁ। ଯଦି ସେଟା ସୁଧାରି ଯାଇପାରନ୍ତା ତାହେଲେ ଆମେ ସକ୍ସେସ ମିଳନ୍ତା। ବର୍ତ୍ତମାନ ଅମୟ ବାବୁଙ୍କ କଥା ଶୁଣୁଛି। ହଁ ଠିକ କଥା, ଯେ ପାୱାର ଅଫ ଥିଙ୍କିଙ୍ଗ ନିହାତି ଦରକାର। ଓକେ, ଥ୍ୟାଙ୍କ ୟୁ। ଆଜି ତ ଅଲରେଡି ସମୟ ହେଇଯାଇଛି, ଆଉ 5 ମିନିଟ ମାତ୍ର ଅଛି। ଆମେ ସାରଙ୍କଠୁ ଶୁଣିବା। ସାର୍ ନମସ୍କାର। ନମସ୍କାର। ନମସ୍କାର, ଜୟ ଆରସିଏମ। ନମସ୍କାର ସାର୍, ଜୟ ଆରସିଏମ। ଜୟ ଆରସିଏମ, ନମସ୍କାର। ତ
आज प्रोग्राम विषय आपण मान तो भल भाव डिस्कशन करिले विशेष करी टीसी सर नोट उपरे कहले से ये नोटिंग करबा प्राय 20 वर्ष भितरे बीसी छाबराजी टीसी छाबराजी सब बेले तांकर प्रोग्राम कहंती जहां आपण शिखुचंती जानुचंती ताको नोट करंतु कारण से भूली जिवे मने रहिबनी तेणु नोट करंतु तांकर कथा से समय इंस्पायर हेकरी मु सब बेले नोट करे जे माने जहाटा भलो लागे जो प्रकार प्रोग्राम बसथिले मध्य जहाटा भल लगे मुझे नोट करे तेणु आपण मैंने से अभ्यासटा करंतु कारण भूली जीवाटा स्वाभाविक एत कथा मन रही पारे आम बहुत कथा शिखुचे बिजनेस होची लर्न टीच एंड मेक डुप्लिकेट शिखंतु शिखांतु एवं डुप्लिकेट तैयारी करंतु शिखंतु माने काम करी शिखंतु काम करी शिखांतु तुमको यार सिस्टम होची काम करी शिखिबा ये स्कूल सिस्टम नुहे जे टीचर पाठ पढ़े देवे पिला माने पढ़िबे परीक्षा देवे वर्षक पर ये सेमती सिस्टम नुहे ये होची अप्रेंटिस जमतिका पहरिबा जमतिका कंप्यूटर शिखिबा जमतिका ड्राइविंग शिखिबा जमतिका ये सब से भली अप्रेंटिस काम जे आमे पहरिबा माने आमे कोन गुडे क्लास रे पाठ पढ़ी करी कोन के पहरि पारे कहि पारे ना क्लास रे पाठ पढ़ी करी के कंप्यूटर शिखि जाई पारे क्लास रे पाठ पढ़ा थ्योरी पढ़ा हो कंप्यूटर रे काम हो कंप्यूटर रे काम द्वारा प्रकाश हुए तेणु शिखिबा काम करी शिखिबा ही यदि काम न करी ज्ञान गुडे रखिबा ताले ज्ञान गुडा खाली मुंडरे थिबो से पुणी चली जीवो भूली जीवा रहिबोनी किछि तो तेणु एथरे कोन ये जो नॉलेज ये जो शिक्षा यार उद्देश्य होची अन्य को सिखेइबा एथरे ज्ञान कहते ज्ञान के लिए सीखना नहीं काम के लिए सीखना है ज्ञान के लिए सीखना नहीं है सीखना चाहिए काम के लिए ज्ञान के लिए सीखना नहीं है ज्ञान के लिए सीखना नहीं है सीखना है काम के लिए ये एटा को मुंड भीतर सब रखि था सीखना है काम के लिए आउ एथरे अछि कोन ये सब गुरुकुल रे आगे टीसी सर गुडा सब कहउतिले जहाँ मु कहूँ सब टीसी सर बीसी छाबराजी संजीव सर जो 20 वर्ष भितर जहाँ जहाँ मु शिखे नोट कर रखी थाए सागर सेयार करुच्ची तेणु शिखिबाटा हूँ टीच अदर टू टीच अदर केते गोटे अच्छी माने आम जो अन्य को शिखेबा तार उद्देश्य हूँ सी जमी अन्य को शिखेब हम ताले माने कोन आमे जदि शिखिबा ताले तार उद्देश्य होची कोन अन्य को शिखेबा आमे शिखिबा माने होची कोन अन्य को शिखेबा टीसी सर जी सिखौछंती ता माने से कोन सेही 1000 लोक को सिखौछंती कि खाली से 1000 लोकन को माध्यम रे से जेमती 20 लाख 30 लाख लोकन पाखरे ये वार्ता पहुंचियो तांकरी माध्यम रे से पहुंचियो तेणु आपण माने भी सिखुछंती आपण मानकर उद्देश्य होची अन्य को शिखेबा जदि न शिखेबा ताले ए ज्ञान रो किछि माने रहिबो नाही तो लर्निंग इज टीचिंग अदर्स शिखिबा माने अन्य को शिखेबा तो काम करी शिखेबा तो साधारणतः हम आपण माने जानिथिबे ज्ञान योग कर्म योग आउ ज्ञान योग रे कोन जो माने ज्ञान भारी भर्ती प्रकृत ज्ञान योगी माने सारा संसार देखंतु गुडे ज्ञान मुंडरे अछि से माने गरीब से माने बेसी तांकर आ कर्म योगी माने खाली काम करथिबे तांकर ज्ञान नथिबो से माने भी गरीब ताले सब दृष्टिरु बड़ किए ज्ञान युक्त कर्म जोटा कि संजीव सर ट्रेनिंग रे सिखांती ज्ञान 100 नॉलेज 100% एक्शन 100% तो रिजल्ट 100% से आपण सोशल वर्क करंतु अन्य को उपकार करंतु कि आपण निजर रोजगार करिया पई चेष्टा करंतु सेति पई ज्ञान युक्त कर्म समान होची रिजल्ट आ एथरे हमें जदी अन्य को न सिखेबा ताले लाभ किछि नाही आपण माने जहाँ शिखुचंदी ये गुरुकुल रो उद्देश्य होची
ବାର ବାର କରି ମୁଁ ଆପଣ ମାନଙ୍କୁ କହୁଛି, ଆପଣ ମାନେ ବି ବାର ବାର କରି ନିଜ ମନରେ ମନେ ରଖନ୍ତୁ ଡିସିଜିଙ୍କର ଯାହା ଉଦ୍ଦେଶ୍ୟ ଯେ ଆପଣ ମାନଙ୍କ ଦ୍ଵାରା ଯେମିତି ହଜାର ହଜାର ଲୋକଙ୍କ ପାଖରେ ଏ ବାର୍ତ୍ତା ପହଞ୍ଚି ପାରିବ, ଏ ମେସେଜ ପହଞ୍ଚିବ, ତାହେଲେ ଗୁରୁକୁଳରେ ବସିବାର ଆଉ ଶିଖିବାରେ ତାର ମୂଲ୍ୟ ରହିବ, ଆଉ ସମୟ ଦେବାରେ ମଧ୍ୟ ମୂଲ୍ୟ ରହିବ ଯଦି ଆମେ ବହୁତ ଲୋକଙ୍କୁ ଶିଖେଇ ପାରିବା। ତ ଏଇଟା ଆପଣ ସଂକଳ୍ପ ନଉଛନ୍ତି ଅନ୍ୟମାନଙ୍କୁ ଶିଖେଇବା ପାଇଁ ସମସ୍ତେ? ଶୁଣି ପାରୁନାହାନ୍ତି ମୋ କଥା? ଆଜ୍ଞା ଆଜ୍ଞା ସାର୍। ଅମୟ ବାବୁ, ସୁକାନ୍ତ ବାବୁ, ଶୁଭୁନି ନା କହିଦେଇକିରି ଚାଲିଗଲେ କୁଆଡେ ବା? ନାଇଁ ସାର୍, ହ୍ୟାଲୋ ଶୁଭୁଛି ଶୁଭୁଛି। ହ୍ୟାଲୋ ସୁକାନ୍ତ ବାବୁ, ଠିକ ଅଛି, ଥ୍ୟାଙ୍କ ୟୁ। ଓଭର ଟୁ ସତ୍ୟଦେବ। ଓକେ, ଆଜି ତ ସମୟ ହେଇଯାଇଛି, ତ ପୁଣି ଆମେ କାଲି ଦେଖା ହବା। ନମସ୍କାର, ଜୟ ଆରସିଏମ। ଏମାନେ ଯାଉଛନ୍ତି ବାରି କୁଆଡେ? ନେଟ୍ ଟା ବୋଧେ ଚାଲୁନି ଆଉ। ନାଇଁ, ଯେତେବେଳେ ତାଙ୍କର ଆନ୍ସର